हाय हेलो नमस्कार ମୁଁ ଆପଣଙ୍କ ସୁଶାନ୍ତ ସ୍ୱାଗତ କରୁଛି ସେକେଣ୍ଡ କ୍ଲାସକୁ। ଆଜି ଆମେ ପଢ଼ିବା ଇଣ୍ଡିଆନ୍ କନଷ୍ଟିଟ୍ୟୁସନ ମେକିଂ। ଚାଲନ୍ତୁ ଷ୍ଟାର୍ଟ କରିବା। କ୍ୟାବିନେଟ୍ ମିଶନ ୱାଜ ଫର୍ମଡ ଅନ୍ 1946 ଇନ୍ ଜୁଲାଇ 1946 ଅଣ୍ଡର କ୍ୟାବିନେଟ୍ ମିଶନ ଏ କନଷ୍ଟିଟ୍ୟୁସନ ଆସେମ୍ବଲି ୱାଜ ଫର୍ମ ଟୁ ଡ୍ରାଫ୍ଟ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ। ହେଲା, ଟୋଟାଲ ନମ୍ବର ଅଫ ଦ କନଷ୍ଟିଟ୍ୟୁସନ ଆସେମ୍ବଲି କେତେ ଜଣ ଥିଲେ? 399। ତା ଦେହରୁ 292 ହେଉଛନ୍ତି ରିପ୍ରେଜେଣ୍ଟେଟିଭ ଫ୍ରମ୍ ଦ ବ୍ରିଟିଶ ପ୍ରୋଭିନ୍ସ ଆଉ 93 ପ୍ରିନ୍ସଲି ଷ୍ଟେଟ୍। ଆଉ ଯେଉଁ 4 ଜଣ ରହିଲେ ସେମାନେ ହେଉଛନ୍ତି ଚିଫ୍ କମିଶନର। ଚିଫ୍ କମିଶନର କେଉଁଠିକାର? ଦିଲ୍ଲୀର, କର୍ଣ୍ଣାଟକର, ବଲୁଚିସ୍ତାନ, ଆଜମେର। ହେଲା, ଏତିକି। ତାପରେ ଯେଉଁ କନଷ୍ଟିଟ୍ୟୁସନ ଆସେମ୍ବଲି ସବୁ ହେଇଥିଲା କେଉଁ କେଉଁ ଡେଟ୍ରେ କ'ଣ ହେଇଥିଲା ଚାଲନ୍ତୁ ଦେଖିବା। ଫାର୍ଷ୍ଟ ମିଟିଂ ଅନ୍ ଦ କନଷ୍ଟିଟ୍ୟୁସନ ଆସେମ୍ବଲି ୱାଜ ହେଲ୍ଡ କେବେ ହେଇଥିଲା? 9 ଡିସେମ୍ବର 1946 ହେଇଥିଲା। ଡକ୍ଟର ସଚ୍ଚିଦାନନ୍ଦ ସିହ୍ନା ହେଉଛନ୍ତି ସେ ଯେଉଁ ଆସେମ୍ବଲିର ଓଲ୍ଡେଷ୍ଟ ମେମ୍ବର ଅଫ୍ ଦ ଆସେମ୍ବଲି। ଇଲେକ୍ଟେଡ୍ ଦ ଟେମ୍ପୋରାରୀ ପ୍ରେସିଡେଣ୍ଟ ମଧ୍ୟ ହେଇଥିଲେ। ଏଇଟା ଇନ୍ସପାୟାର୍ଡ ହେଇଛି ଫ୍ରାନ୍ସ। ହେଲା, ଦ ମୁସଲିମ ଲିଗ୍ ବୟକଟେଡ୍ ଦ ମିଟିଂ। ମୁସଲିମ ଲିଗ୍ ଏଇ ଯେଉଁ ମିଟିଂଟାକୁ ବୟକଟ୍ କରିଥିଲା। ତାପରେ 11 ଡିସେମ୍ବର 1967 ସେକେଣ୍ଡ ମିଟିଂ ହେଇଥିଲା। 10 ଡିସେମ୍ବର 1946ରେ। ହେଲା, 11 ଡିସେମ୍ବରରେ କ'ଣ ହେଇଥିଲା? ଡକ୍ଟର ରାଜେନ୍ଦ୍ର ପ୍ରସାଦ ୱାଜ ଇଲେକ୍ଟେଡ୍ ପରମାନେଣ୍ଟ ପ୍ରେସିଡେଣ୍ଟ ଅଫ୍ ଦ କନଷ୍ଟିଟ୍ୟୁସନ ଆସେମ୍ବଲି। ହେଲା, ସେ ପରମାନେଣ୍ଟ ପ୍ରେସିଡେଣ୍ଟ ହେଇଥିଲେ କନଷ୍ଟିଟ୍ୟୁସନ ଆସେମ୍ବଲିର। ନେକ୍ସଟ 13 ଡିସେମ୍ବର 1946ରେ କ'ଣ ହେଇଥିଲା? ନା ଜବାହରଲାଲ ନେହେରୁ ପ୍ରେଜେଣ୍ଟେଡ୍ ଦ ଅବଜେକ୍ଟିଭ resolution before the assembly and with this the process of making the constitution began। ଏଇଠୁ ସେ ଜବାହରଲାଲ ନେହେରୁ ଗୋଟେ ଅବଜେକ୍ଟିଭ ପ୍ରେଜେଣ୍ଟ କରିଥିଲେ। ସେଇଠୁ କନଷ୍ଟିଟ୍ୟୁସନର ମେକିଂ ଅଫ କନଷ୍ଟିଟ୍ୟୁସନ ଆରମ୍ଭ ହେଇଥିଲା। କନଷ୍ଟିଟ୍ୟୁସନ ତିଆରି କରିବା ସେଇଠୁ ଆରମ୍ଭ ହେଇଥିଲା। ହେଲା, କନଷ୍ଟିଟ୍ୟୁସନ ପାରିତ କେବେ ହେଇଥିଲା? ନା 22 ଜାନୁଆରୀ 1947। In the first meeting itself, constitution was expressed for Prasanna Dev Rakut, who was elected of the assembly। ସିମ୍ପଲ ଲାଙ୍ଗୁଏଜ ସବୁ ଲେଖା ହେଇଛି, ବୁଝିପାରୁଥିବ। ଟୋଟାଲ ଓମେନ୍ ଫାଷ୍ଟ ମିଟିଂ ଓମେନ୍ କେତେ ଜଣ ବସିଥିଲେ? 10 ଜଣ। 15 ଜଣ ବସିଥିଲେ କନଷ୍ଟିଟ୍ୟୁସନ ଆସେମ୍ବଲି। ଜାନୁଆରୀ 9 ଜାନୁଆରୀ 24 1950ରେ ଯେଉଁ ହେଇଥିଲା ସେଠି 15 ଜଣ ବସିଥିଲେ। ଫାଷ୍ଟ ସ୍ପିକର କିଏ ଥିଲେ ଯେଉଁ କନଷ୍ଟିଟ୍ୟୁସନ ଆସେମ୍ବଲିର? ଜେବି କ୍ରିପଲାନୀ। ଏଇଟା ଇମ୍ପୋର୍ଟାଣ୍ଟ। ଫାଷ୍ଟ ସ୍ପିକର ଅଫ ଦ କନଷ୍ଟିଟ୍ୟୁସନ ଆସେମ୍ବଲି ଜେବି କ୍ରିପଲାନୀ। ଚେୟାରମ୍ୟାନ୍ ଅଫ ଦ ଇମ୍ପୋର୍ଟାଣ୍ଟ କମିଟିଜ ଅଫ ଦ କନଷ୍ଟିଟ୍ୟୁସନ ଆସେମ୍ବଲି। ହେଲା, ଷ୍ଟିୟରିଂ କମିଟିର ଚେୟାରମ୍ୟାନ୍ କିଏ? ଡକ୍ଟର ରାଜେନ୍ଦ୍ର ପ୍ରସାଦ ଥିଲେ। ଡ୍ରାଫ୍ଟିଂ କମିଟିର ଡକ୍ଟର ଭୀମରାଓ ଆମ୍ବେଦକର ଥିଲେ। ପ୍ରୋଭିନ୍ସିଆଲ କନଷ୍ଟିଟ୍ୟୁସନ କମିଟିର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ। ଫେଡେରାଲ କନଷ୍ଟିଟ୍ୟୁସନ କମିଟିର ପଣ୍ଡିତ ଜବାହରଲାଲ ନେହେରୁ ଥିଲେ। ନ୍ୟାସନାଲ ଫ୍ଲାଗ କମିଟିର ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆଉ ଜେବି କ୍ରିପଲାନୀ 2 ଜଣ ମିଶିକି ଥିଲେ। 3 ଜୁନ 1947ରେ ଆନାଉନ୍ସ କରାହେଲା କି ଇଣ୍ଡିଆ ଭାଗ ହେଇଯିବ। ଗୋଟେ ହେଇଯିବ ଇଣ୍ଡିଆ, ଗୋଟେ ପାକିସ୍ତାନ ଭିକାରିସ୍ତାନ ଯାହା କହିପାରିବ। ତା ବୁଦ୍ଧି ସେଇଆ ଆଉ। ଇଣ୍ଡିଆ ହେଇଥିଲା 15 ଅଗଷ୍ଟ 1947 ସ୍ୱାଧୀନତା ଦିବସ ପାଳନ କରୁଛି। ପାକିସ୍ତାନ କହିଲେ ଆମେ ସେ ସମୟ କହିଲେ ଆମେ ଆଗେ ରହିମୁ। 14 ଅଗଷ୍ଟ 1947 ହେଲା, ଆଗରେ ତ ଅଛନ୍ତି ଆଜି ପର୍ଯ୍ୟନ୍ତ ଆଉ। ନେକ୍ସଟ ଆଫ୍ଟର ଦ ପାର୍ଟିସନ୍ ଅଫ ଦ କଣ୍ଟ୍ରି ଦ କନଷ୍ଟିଟ୍ୟୁସନାଲ ଆସେମ୍ବଲି ୱାଜ ରିକନଷ୍ଟିଟ୍ୟୁସନ ଅନ୍ 31 ଅକ୍ଟୋବର 1947। ଯେହେତୁ ଗୋଟେ ଅଲଗା ହେଇଗଲା, ପ୍ରଥମରେ ବନା ହେଇଥିଲା ସମସ୍ତେ ଆଖିରେ ଲେଖି ବନା ହେଇଥିଲା। କିଛି ନୂଆ ବାହାରିଗଲା, ପୁଣି କିଛି ନୂଆ କିଛି କଟା ହେବ, କିଛି ଯୋଡ଼ା ହେବ। ହେଲା, ଏବେ ଟୋଟାଲ ନମ୍ବର ମେମ୍ବର କେତେଟା ଗଲେ? 299। ତା ଦେହରୁ 229 ହେଉଛନ୍ତି ପ୍ରୋଭିନ୍ସିଆଲ ମେମ୍ବର ଆଉ 70 ଜଣ ହେଉଛନ୍ତି ପ୍ରିନ୍ସଲି ଷ୍ଟେଟ୍। ପ୍ରଥମେ କ'ଣ ଥିଲା ମନେ ପକା? ଆଫ୍ଟର କ୍ଲୋଜଲି ଏକ୍ସାମିନିଂ ଦ କନଷ୍ଟିଟ୍ୟୁସନ ଅଫ ଦ ୱାର୍ଲଡ, ବାବା ସାହେବ ଭୀମରାଓ ଆମ୍ବେଦକର ୱାର୍ଲଡ କନଷ୍ଟିଟ୍ୟୁସନକୁ ଏକ୍ସାମିନ୍ କରି ଡ୍ରାଫ୍ଟ ପ୍ରିପେୟାର କଲେ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ ପାଇଁ। 26 ନଭେମ୍ବର 1949 ଦ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ ୱାଜ କମ୍ପ୍ଲିଟଲି ରେଡି। 26 ନଭେମ୍ବର 1949ରେ କମ୍ପ୍ଲିଟଲି ରେଡି ହେଇଯାଇଥିଲା ଆଣ୍ଡ ପାସ୍ଡ ବାଇ ଦ କନଷ୍ଟିଟ୍ୟୁସନ ଆସେମ୍ବଲି। କନଷ୍ଟିଟ୍ୟୁସନ ଡେ ସେଇଦିନ ସେଲିବ୍ରେସନ ହୋଇଯାଏ 26 ନଭେମ୍ବରରେ। ଅନ୍ 26 ଜାନୁଆରୀ 1950 ଦ କନଷ୍ଟିଟ୍ୟୁସନ ମେକିଂ ଟୁ ଟୋଟାଲ ଅଫ 2 ଇୟର 11 ମାସ। 26 ଜାନୁଆରୀ 1950କୁ 2 ବର୍ଷ 11 ମାସ 18 ଦିନ ଲାଗିଥିଲା ଆମ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ ତିଆରି କରିବାକୁ। ଦ ଡ୍ରାଫ୍ଟ ଅଫ ଦ କନଷ୍ଟିଟ୍ୟୁସନ ୱାଜ ଡିବେଟେଡ୍ ଫର ଟୋଟାଲ ଅଫ 114 ଡେ। 114 ଦିନ ଡିବେଟ୍ ହେଇଥିଲା। ଦ କନଷ୍ଟିଟ୍ୟୁସନ ୱାଜ ପାର୍ସିଆଲି ଇମ୍ପ୍ଲିମେଣ୍ଟେଡ୍ ଅନ୍ 26 ନଭେମ୍ବର 1949। 26 ନଭେମ୍ବର 1949ରେ ପାର୍ସିଆଲି ଇମ୍ପ୍ଲିମେଣ୍ଟ ହେଇଥିଲା। ଟୋଟାଲ ଫୁଲ ହେଇଥିଲା 26 ଜାନୁଆରୀ 1950ରେ। ହେଲା, କାହିଁକି ସବୁ ହେଇଥିଲା ତମେ ଯଦି ପଚାରିବ କମେଣ୍ଟ କରିବ, ଯଦି ମୁଁ କହିବି କାହିଁକି। 26 ନଭେମ୍ବର 1949 କମ୍ପ୍ଲିଟଲି ହେଇଯାଇଥିଲା, ତାହେଲେ 26 ଜାନୁଆରୀ 1950ରେ ସେଇଦିନ ସବୁ ଯାକ ନ ହେଇକି ଅଳ୍ପ କାହିଁକି ହେଇକି 26 ଜାନୁଆରୀ 1950 କାହିଁକି ସବୁ ହେଲା, କାହିଁକି ଏମିତି ହେଲା ଯଦି ତମେ ଜାଣିବାକୁ ଚାହୁଁଛ କମେଣ୍ଟ କର, ମୁଁ କହିବି ଆଉ ଗୋଟେ ଭିଡ଼ିଓରେ। ହେଲା, ଏଇ ଯେଉଁ ହେଇଥିଲା ପାର୍ସିଆଲି କେଉଁ 16ଟା ଆର୍ଟିକଲ ହେଇଥିଲା? 5, 6, 7, 8, 9, 60, 324, 366। ଆଉ ଗୋଟେ ଅଛି
लिटी है 380 379 388 391 392 393 394 368 ए टोटल ऑफ रेस 63,96,729 वाज स्पेंट ऑन द मेकिंग ऑफ द कॉन्स्टिट्यूशन ए कॉन्स्टिट्यूशन एत से सेतल टाइम खर्च होता हम व्हेन कॉन्स्टिट्यूशन मेड ये टोटल ऑफ 22टा पार्ट थिला 395 आर्टिकल थिला 8टा शेड्यूल थिला द कॉन्स्टिट्यूशन हैज अंडरगोन 106 प्लस अमेंडमेंट इन द 75 सिंस आज 106 टू कोथे 100 आगु लिखा 103 एबे गोटे पर लिखा 106 गोटे 108 से 106 108 को दीटा मन रख से 106 प्लस मन रख 6 8 बेला तो कॉन्स्टिट्यूशन इन दिस करंट फॉर्म रे अछि गोटे प्रीएम्बल अछि 25 पार्ट्स होछि 25टा 448 आर्टिकल एंड 12 शेड्यूल्स किछि अलग अछि टे कमेंट करो 24 जनवरी 1950 लास्ट मीटिंग हेतिला टू न्यू मेंबर्स बिकम इन द कॉन्स्टिट्यूशनल असेंबली हला दीटा न्यू मेंबर हेतिले लास्ट मीटिंग डॉक्टर रत्नापा बराम्पा कुंभाना डॉक्टर वाईएस परमार 3 कॉपीज ऑफ द कॉन्स्टिट्यूशन वेयर साइन बाय 284 मेंबर्स इंग्लिश हिंदी और डिजाइन ऑन एवरी पेज नंदलाल बोस फाउ पेज नंदलाल बोस का डिजाइन हेतिला रोड द कॉन्स्टिट्यूशन के लिखिला प्रेम बिहारी नारायण रायजादा फास्ट सिग्नेचर जवाहरलाल नेहरू लास्ट सिग्नेचर राजेंद्र प्रसाद इन द लास्ट मीटिंग के होता 24 जनवरी 1950 इन द लास्ट मीटिंग द प्रेसिडेंट वाज इलेक्टेड राजेंद्र प्रसाद हिज प्रपोज्ड इज मेड जवाहरलाल नेहरू एंड अप्रूव होचे वल्लभ भाई तक अप्रूव करथिले शेड्यूल देखल आगु शेड्यूल पर डिटेल पढ़िबा तले कॉन्स्टिट्यूशन आरंभ होता 8टा एबे अछि 12टा द कॉन्स्टिट्यूशनल असेंबली अडॉप्टेड बाय नेशनल फ्लैग के अडॉप्ट करथिला 22 जुलाई 1947 रे नेशनल एंथम के अडॉप्ट करथिला 24 जनवरी 1950 रे नेशनल सॉन्ग के अडॉप्ट करथिला 26 जनवरी 1950 रे कॉन्स्टिट्यूशनल फर्स्ट अमेंडमेंट के हेतिला 1951 कॉन्स्टिट्यूशनल अमेंडमेंट के करि परिबो पार्लियामेंट प्रेसिडेंट राज्यसभा लोकसभा इंपोर्टेंट एप्रिल 1951 कॉन्स्टिट्यूशनल असेंबली मेकिंग होजन डॉक्टर राजेंद्र प्रसाद पार्लियामेंट लेजिस्लेटिव प्रेसिडिंग ऑफिसर स्पीकर होजंती जीवी माभलंकर हला माभलंकर सबरकर माभलंकर फर्स्ट कैबिनेट ऑफ इंडिपेंडेंट इंडिया 1940 फर्स्ट कैबिनेट रे जान दवा पीएम थे जवाहरलाल नेहरू होम मिनिस्टर थे वल्लभ भाई पटेल एजुकेशन मिनिस्टर थे मिस्टर अबुल कलाम आजाद अबुल कलाम आजाद रेलवे मिनिस्टर थे डॉक्टर जॉन मथाई लेबर मिनिस्टर थे जगजीवन राम डिफेंस मिनिस्टर थे राजकुमार अमृत कौर फाइनेंस मिनिस्टर थे आके शान मुगम सेठी है नेक्स्ट क्लास रे पढ़िबा हमें जे इंडियन कॉन्स्टिट्यूशनल सोर्स है रही थैंक यू धन्यवाद पढ़ंतु आगो बढ़ंतु जय जगन्नाथ।